ଦୁଇ କୋଉ ଭଳିଆ ରୂପ ହେଇଛି ଦେଖିଲ ଗୋଟେ ଏଇ କାଦୁଅରେ ଠୁକୁଛି ମତେ ଏମିତି ଏମିତି ପିଠିକି ଏମିତି ଏମିତି ଘଷୁଛି। ମୁଁ କହିଲି ତତେ ଆଉ ନେବିନି, ଗାଁରେ କିଏ ନବ କାଦୁଅ ମାଦୁଅ ଏମିତି ବା। ମୁଁ ଏଇଠି ଛାଡିଥିବ ଏଇଠି ଆମ୍ପୁଡିକି କେମିତି ଖଣ୍ଡିଆ କରିଛି, ଏମିତି ଏମିତି ହଉଛି ପିଠିକି ଘଷୁଛି ପଛାଡୁଆ। ଆଉ ଗୋଟେ ଛୁଆ ସାଙ୍ଗ ଦେଖନ୍ତୁ ଆ ଭିତରେ ରଖିଛି, ଦିଟାକ ଛୁଆ ଯିବେ କ୍ୟୁଟ୍ ଜର୍ମାନ ଛୁଆଟା ଗଲା। ମୁଁ ଗାଡିରେ ବାହାରିଗଲି। ମୋର ଭାଇ କୋଉଠୁ ଆସିଥିଲେ? ବଲାଙ୍ଗୀରରୁ ଆସିଥିଲି। ବଲାଙ୍ଗୀରରୁ ଆସିଥିଲ ଭାଇ? ବଲାଙ୍ଗୀରରୁ ଆସିଥିଲେ ମାନେ ବଲାଙ୍ଗୀର ଏଠୁ କେତେ କିଲୋମିଟର ହେଇଗଲା? 330-40 କିଲୋମିଟର ହେଇଯିବ। 340 କିଲୋମିଟର ଭାଇ ଆଇଛନ୍ତି ପୁଣି ଟ୍ରଷ୍ଟ କରିକି। ସେଠୁ ପୁଣି ପଇସା ପକେଇଛନ୍ତି, କେତେ ଟଙ୍କା ଆଡଭାନ୍ସ ଦେଇଛ? 5,000 ଆଡଭାନ୍ସ ଦେଇକି ଆଇଛନ୍ତି। ସାଙ୍ଗମାନେ ଆପଣଙ୍କ ଏରିଆରେ ବର୍ଷା ତ ଆପଣ ମାନେ ଜାଣିଥିବେ, ଏପଟେ ସବୁ ଏରିଆରେ ବର୍ଷା। କାହିଁକି ନା ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପରେ ତ ଆରମ୍ଭ ହେଇଯାଇଛି ବର୍ଷା, ସେଇ ଦିନ ତ ଆରମ୍ଭ ହେଇଛି। ହାଲୋ ନମସ୍କାର, ଜୟ ଜଗନ୍ନାଥ। ଚିକୁ ପେଟ୍ ବ୍ଲଗ୍ସକୁ ଆପଣମାନଙ୍କୁ ସ୍ୱାଗତ କରୁଛି ସାଙ୍ଗମାନେ। ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ। ସାଙ୍ଗମାନେ ଆପଣମାନେ ଜାଣିଥିବେ ବର୍ଷା ଦିନ ଷ୍ଟାର୍ଟ ହେଇଯାଇଛି, ଜଗନ୍ନାଥ ପ୍ରଭୁ ମହାପ୍ରଭୁ ଯେତେବେଳେ ଶ୍ରୀ ଜଗନ୍ନାଥ ଯେତେବେଳେ ତାଙ୍କର ସ୍ନାନ ପୂର୍ଣ୍ଣିମା ଗାଧେଇଥିଲେ, ତାପରଠୁ ବର୍ଷା ଷ୍ଟାର୍ଟ ହେଇଯାଇଛି। ଗୋଟେ ସେଇ ଦିନଠୁ ବର୍ଷା ନାଦୁଛି ପକେଇ, କମୁନି। ଆଜି ଟିକେ ପାଗ ଦେଇଛି, ବଢିଆ ପାଗ ଦେଇଛି। ହେଲେ ବି ଆମର ଏଟା ମାଟି ପଡିଛି, ଏଟା ଦବିବ ବୋଲି। ଏଟା ଦବିଗଲା ପରେ ଏଠି କଣ ହବ ନା ଢଳେଇ ମରା ହବ। ଏଗୁରା ସବୁ ଢଳେଇ ମରା ହବ। ଆଉ ଗୋଟେ କଥା ସାଙ୍ଗମାନେ, ମୁଁ ତ ସେଠି ଗାଡି ରଖିଥିଲି, ଆପଣ ମାନେ ଜାଣିଥିବେ, ଘର କରିଥିଲି। କିନ୍ତୁ ଯେତିକ ବର୍ଷା ପାଣି ସବୁ ଯାକ ସେଇଠି ଆସି ରହିଲା ବେଳକୁ ସେଠି କାଦୁଅ ହେଇଗଲା। ଏଟା ଖରା ଦିନେ ଯେତେବେଳେ ଶୁଖିଲା ଥିବ, ସେଇ ଇଏ ଖରା ଦିନ ପାଇଁ ବେଷ୍ଟ ହେଇଛି। ଖରା ଦିନେ ଆ ଭିତରେ ପୁରେଇ ଦେଲେ ଛାଇ ରହିବ, ବଢିଆ ଲାଗିବ ଗାଡିଟା ରହିବ। ମୁଁ ଚପଲ ବି କାଲି ତା ଦେହରେ ନେଇକି ଯିବି ବୋଲି ବସିଥିଲି, ଗୋଟେ ଡେଲିଭରି କରିବା ଚପଲ ବି ନେଇ ପାରିଲିନି, ଗାଡିରୁ ଚପଲ ଉଠିଲାନି କାଦୁଅରୁ, ଗାଡି ବାହାର କରି ନେଇ ପଡିଲି। ଏଟା ତ କୋଉ ଭଳିଆ କାଦୁଅ ଦେଖନ୍ତୁ ସାଙ୍ଗମାନେ, ଯେମିତି କାଦୁଅ ହେଇଛି। ଏଠି ପୁରା ପଚ ପଚ ପାଣିଟା ସବୁ ଜାଗା ଏଇଠି ଆସି ରହୁଛି। ଏଠି ମୁଁ ଢଳେଇ ଥିଲା ତ, ମୁଁ କହିଲି ଏଠି ମାଟି ପକେଇବିନି, ବୁଦ୍ଧି ଟିକେ ଓଲଟା ମାରିଦେଲା ବେଳକୁ ବୁଦ୍ଧି ଓଲଟା ପୁରା ହେଇଗଲା। କିନ୍ତୁ ସେ ଜାଗାରେ ବେଶୀ କାଦୁଅ ହେଲା, ପାଣିଟା ସବୁ ଆସି ଏଇଠି ରହୁଛି। ଏତେ ସବୁ ପାଣି ଗଡିକି ଆଉଛି କି ଏଇଠି ରହିଯାଉଛି। ଏ ଟୋଟାଲ ଆଉ ଟିକେ ଏଠି ସେ ତଳୁ ମାଟି ଢଳେଇ ମରା ହବ, ଇଏ କିଛି ନାହିଁ, ନର୍ମାଲ ଏଇଟା ବାଲି ମାରିଦେଲେ ଶୁଖିଯିବ, କିଛି ନାହିଁ। ମୁଁ ଗାଡି ହେଇକା ସାଙ୍ଗେ ସାଙ୍ଗେ ସବୁ ପୋଛାପୋଛି କରିଦେଲି। କାଦୁଅ ହେଇଥିଲା, କାଲି ଗୋଟେ ଯାଇଥିଲି ଡେଲିଭରି କରିବାକୁ ନଖରା ଟିକେ କାର ନେଇକି ଯାଇଥିଲେ, କାରଣ ମେଘ ପ୍ରବଳ ଜୋର ହଉଥିଲା। ମୁଁ ଓଦା ହେଇଥିଲି, କିଛି ନାହିଁ, ଛୋଟ ଛୁଆ ଓଦା ହେଇଗଲେ ବହୁତ ହଇରାଣ। ମୁଁ କାଲି ନେଇକି ଯାଉଥିଲି ନଖରା ଯେ ଗାଡି କାର ନେଇକି ପଳେଇଲି। ଅନୁଗୁଳ ଆସିଥିଲେ ଜଣେ ଭାଇ ନେଇକି ଯିବେ ବୋଲି, ଅନୁଗୁଳ ପ୍ଲସ ବାଲେଶ୍ୱର ଦିଟା କୁକୁର ଛୁଆ। ସାଙ୍ଗମାନେ ଦେଖନ୍ତୁ କାଦୁଅ ତ ଆପଣ ମାନେ ଦେଖୁଥିବେ କେମିତି କାଦୁଅ ହେଇଛି, ଚକା କେମିତି କାଦୁଅ ହେଇଛି। ଗାଡି ପୁରା ପୋଛାପୋଛି କରି ପୁରା କ୍ଲିନ୍ କରିଦେଲି। ମୁଁ ଏକା ବାହାରିଥିଲି, ମୁଁ କହିଲି ନାଇଁ ଆମ ଝିଅ ମାନେ ସବୁ ଘରେ ଅଛନ୍ତି, କାହାକୁ ନବାନି, ସେ ସବୁ ମିଟିଂ ହେଇଛନ୍ତି। ଆପଣମାନେ ଆଜି ମିଟିଂ ଭିଡ଼ିଓ ବି ଦେଖିବେ। ମିଟିଂ ଚାଲି ମିଟିଂର ମିଟିଂ ଭିଡ଼ିଓ ହୁଏତ ଆପଣମାନେ ଦେଖିବିନି, କିନ୍ତୁ ଧନ୍ୟବାଦ ସାଙ୍ଗମାନେ, ଆପଣମାନେ ବହୁତ ସାରା କମେଣ୍ଟ ଦେଇଥିଲେ। ମୁଁ ଇନଷ୍ଟାଗ୍ରାମରେ ପକେଇଥିଲି, ବହୁତ ସାରା ଭାଇମାନଙ୍କର କମେଣ୍ଟ ଆସିଲା ଯେ ଭାଇ ମୋ କୁକୁର ନେବା, ମୋ କୁକୁର ନେବା। ସବୁ ଭାଇମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଦିଲସେ ଧନ୍ୟବାଦ। ଆପଣମାନଙ୍କ ଦ୍ୱାରା ମୁଁ ଭିଡ଼ିଓଟା ବନେଇବାରୁ ଆମ ଗାଁରେ ଗୋଟେ ଭଲ ବ୍ରିଡ୍ ଲାବ୍ରାଡୋର ବହୁତ ବଢ଼ିଆ ପିଲାଟେ ରଖିଥିଲେ, ତା ନାଁ ସାହିଲ ତା ନା। ତାକୁ ଆମେ ଦାଦୁ ଡାକୁ ଶ୍ରଦ୍ଧାରେ। ଆଉ ବହୁତ ଛୋଟ ପିଲାଟା ଆମଠୁ, ସିଏ ପିଲାଟା ରଖିଥିଲା ଲାବ୍ରାଡୋର, ଜଗତସିଂହପୁର ବଢ଼ିଆ ବ୍ରିଡ୍ ଆଣିଥିଲା, ମାନେ କେସିଆଇ ବ୍ଲଡ୍ ଲାଇନ୍ର ମେଲ୍ଟା, ବ୍ଲାକ୍ କଲର୍ ମେଲ୍ଟା। ସିଏ ଆମ ଚାଲିଠୁ ଛୋଟ ହେଲେ ମିଟିଂ ହେଇଗଲା। ମିଟିଂ ଭିଡ଼ିଓ ଆପଣମାନଙ୍କୁ ଦେଖିବିନି, କିନ୍ତୁ ମିଟିଂ ଭିଡ଼ିଓଟା ସେ କୁକୁର ଆଇଛି ଆର ମୁଁ ଭିଡ଼ିଓ ଦେଖିବି, କାରଣ ମିଟିଂ ଭିଡ଼ିଓ ଦେଖିଲେ ବହୁତ ଛୋଟ ଛୁଆ ଭାଇମାନେ ମୋର ଦେଖୁଛନ୍ତି, ବହୁତ ବହୁତ ଛୋଟ ଛୁଆ କୁନି ଛୁଆ ମୋର ଭିଡ଼ିଓ ଦେଖୁଛନ୍ତି, ଏନ୍ଜୟ କରୁଛନ୍ତି। ତାଙ୍କମାନଙ୍କ ପାଇଁ ମୁଁ ସେଇଟା ଛାଡ଼ିବିନି, ସେଇଟା ଇଲିଗାଲ୍, ସେମାନେ ଦେଖିବେ ତ, ସେଥିପାଇଁ ସେଇଟା କରିବା କଥା ନୁହଁ। ସେଥିପାଇଁ ମୁଁ ଆପଣମାନଙ୍କୁ ଭିଡ଼ିଓଟା ଦେଖିଦେବି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ସେ ଲାବ୍ରାଡୋରଟା ଆସିଛି ଆପଣମାନେ ଦେଖିପାରିବେ ସେ ଲାବ୍ରାଡୋର ଭିଡ଼ିଓଟାକୁ। ସାହିଲକି ଧନ୍ୟବାଦ ଦେବି, ସେ ଆସିକି କୁକୁର ଆଣିକି ଆଇଲା, ମିଟିଂ କଲା, ସେଇଟା ବହୁତ ବଡ଼ କଥା। ତା କୁକୁର ବି ମିଟିଂ ଶିଖିଗଲା। ଆଉ ଗୋଟେ କଥା ସାଙ୍ଗମାନେ, ମୁଁ ଡେଲି ବ୍ଲଗ୍ ଆପଣମାନଙ୍କ ପାଇଁ ଆଣୁଛି, କିନ୍ତୁ କେସ୍ କ'ଣ ପାଇଁ ମୁଁ ଭିଡ଼ିଓଟା ଆରମ୍ଭ କରିଛି ଆଜି ଦେଖନ୍ତୁ। ମୁଁ ଗାଡ଼ି ବାହାର କରିଦେଲି, ମୁଁ ଗାଡ଼ି ଏଇখানে ନେଇକି ଯିବି, ବାହାରି ଯାଇଛି। ମହାରାଣୀକି ଦେଖନ୍ତୁ, ସେ କୋଉ ଭଳିଆ ରୂପ ହେଇଛି, ପୁରା ଧଳା ଥିଲା। ଦେଖିଲେ କୋଉ ଭଳିଆ ରୂପ ସାଙ୍ଗମାନେ, ଦେଖନ୍ତୁ ଇଏ କୋଉ ଭଳିଆ ରୂପ ହେଇଛି ଦେଖିଲ। ଗୋଟେ ଏଇ କାଦୁଅରେ ଏଇ ଜାଗାରେ କୋଉଠି ଗୋଟେ ଭୁକୁଛି ମତେ, ଏମିତି ପିଠିକି ଏମିତି ଘଷୁଛି। ମୁଁ କହିଲି ତତେ ଆଉ ନେବିନି, ଗାଁରେ କିଏ ନବ କାଦୁଅ ମାଦୁଅ ଏମିତି ବା। ମୁଁ ଏଇଠି ଛାଡିଛି, ଏଇଠି କୋଉଠି ଗୋଟେ, ଏଇଠି ନା କୋଉଠି ଗୋଟେ, ଏଇ ଯୋଉ ଖଣ୍ଡିଆ ମଣ୍ଡିଆ ହେଇନି, ଏଇଠି କୋଉଠି ଗୋଟେ, ଏଇ ଦେଖ ଏଇଠି ଆମ୍ପୁଡିକି କେମିତି ଖଣ୍ଡିଆ କରିଛି। ଏମିତି ହଉଛି, ପିଠିକି ଘଷୁଛି ପଛାଡୁଆ। ପିଲାଟାକୁ ଦେଖ କି କାଦୁଅ ସେ ହେଇଛି, ଦେଖନ୍ତୁ ସାଙ୍ଗମାନେ, ଦେଖିଲେ କି କାଦୁଅ ସାଙ୍ଗମାନେ, ଦେଖନ୍ତୁ ସେ କି କାଦୁଅ ହେଇଛି। ତତେ ନେବି ନାହିଁ ମୂଳରୁ, ଗୋଟେ ଧନ୍ଦା ଚଲେଇଛୁ। ହଁ ଦେଖିଆ କେମିତି ଯିବୁ ଆଜି, ତ ନେବିନି ବୋଲି ଜାଣିଗଲାଣି, ରାଗି ଭୁକୁଛି ମତେ ବା। ନା ତୁ ନେବୁନି। ହଁ ଗୋଡଉଛୁ କଣ, କାମୁଡିବୁ ମତେ? ଭୁକୁଛି ମତେ, କି ସାହସ ଦେଖୁଛୁ ଏଠି। ଏବେ ରାଗିକି ବଇଥିଲା, ଆଜ୍ଞା। ଡରୁନାହାନ୍ତି, ଗୋଟାଏ ଛୋଟ ଛୁଆଟା ବି ମତେ ଡରୁନି। କଣ ବା ଏଡିକି ବିନ୍ଧ ଖଣ୍ଡା ହବୁନି,
କି ରାଗ ଧନର ଦେଖ ମତେ ରାଗିକି ଭୁକୁଛି। କାହିଁ ଭୁକୁଛୁ? ସେ କି ଭଳିଆ କାଦୁଅ ହେଇଛି। ଆ ଅବସ୍ଥା ମୁଁ ଢିଲା କରିଦେବି। ଆକୁ ନେବି ପୁରା କୁଣ୍ଡେ ପାଣିରେ ବୁଡେଇବି ଉଠେଇବି ତା କାଦୁଅ ଅଂଶ ଛଡେଇବି। ପୁରା ଧନ୍ଦା ଚଲେଇଛି। ପୁରା କାଦୁଅ ହେଇକି ବର୍ଷା ଦିନ ହେଇକା କାଦୁଅ ଘର ଭିତରେ ସବୁ କାଦୁଅ କରିବ। ଏଇ କାଦୁଅ କଣ ସହଜରେ ଛାଡ଼ିବ? ନଗାଧେଇଲେ ଛାଡ଼ିବନି। ଓଦା ବର୍ଷା ଦିନ ସାଙ୍ଗମାନେ ଆଉ ଗୋଟେ କଥା ଆପଣମାନଙ୍କୁ ଇମ୍ପୋର୍ଟାଣ୍ଟ କଥା କହୁଛି। ବର୍ଷା ଦିନେ ଆପଣମାନଙ୍କ କୁକୁର ହୁଏତ ଥଣ୍ଡା ହେଇନି କିନ୍ତୁ ନଖ ଉଷୁମା ଗରମ ପାଣିରେ ଖାଦ୍ୟ ଦିଅନ୍ତୁ। ଯେକୌଣସି ଜିନିଷ ଦେଉଛନ୍ତି ଖାଇବାକୁ ନଖ ଉଷୁମା, ଛୋଟ ଛୁଆ ହଉ ବଡ଼ ହଉ ସବୁ ଡଙ୍କୁ ନଖ ଉଷୁମା ଦିଅନ୍ତୁ। ଦେଖନ୍ତୁ ତାଙ୍କ ନାକରେ ପାଣି ଆସୁଥିବ, ଥଣ୍ଡା ହେବ, ଛିଙ୍କୁଥିବେ, କାଶ ହେଉଥିବେ। ବର୍ଷା ସିଜିନ୍ ଭୁସ୍ କିନି ଆଇଛି, କୁକୁରମାନଙ୍କୁ ଥଣ୍ଡା ଧରି ପକେଇଛି। ଆପଣମାନଙ୍କୁ ଗରମ ହେଉଥିବ, ଫ୍ୟାନ୍ ଏସି ଦେଇ ଶୋଇ ପଡ଼ିଥିଲି। ମୁଁ ବି ଏସି ଦେଇ ଶୋଇ ପଡ଼ିଥିଲି। ସାଙ୍ଗମାନେ ତାଙ୍କୁ ଥଣ୍ଡା ଧରି ପକେଇଛି। ମୁଁ ସେଥିପାଇଁ ଏସି ଫେସି ଦେଉନି। ଆଉ ନର୍ମାଲ ରଖନ୍ତୁ ଟେମ୍ପରେଚର ପୁରା ଯେମିତି ତାଙ୍କ ଦେହରେ ଯେମିତି ଗରମ ରହିବ, ଯେମିତି ଥଣ୍ଡା ରହିବନି ତାଙ୍କ ଦେହରେ ବେଶୀ। କାରଣ ବହୁତ ଥଣ୍ଡା ଧରିଛି। ଆଜି ଟିକେ ଖରା ମାରୁଛି ସାଙ୍ଗମାନେ, ଦେଖନ୍ତୁ ଖରା ହେଉଛି। ମୁଁ ବି ଗରମ ଗୁଳୁଗୁଳି ହେଉଛି, ଝାଳରେ ଗାଧେଇ ପଡ଼ିଲାଣି। ବର୍ଷା ତ ହେବ କିନ୍ତୁ ମନେ ରଖନ୍ତୁ ସାଙ୍ଗମାନେ ନଖ ଉଷୁମା ପାଣି ଦିଅନ୍ତୁ ଖାଇବାକୁ। ଆଉ ଯଦି ଥଣ୍ଡା ହେଇଥିବ ମୋତେ ଯେମିତି ହେଲେ ମେସେଜ୍ କରନ୍ତୁ, ମୁଁ ତାର ସଲ୍ୟୁସନ୍ ଆପଣମାନଙ୍କୁ କହିଦେବି। ଓକେ ସାଙ୍ଗମାନେ। ଷଣ୍ଢ ତାର ଦୌଡ଼ି ଦୌଡ଼ି ଗାଈ ପାଖକୁ ଯାଇଛି। ଯିବ ପଳେଇ ଆସିବ। ଗାଈ ପେଟରେ ଗର୍ଭ ଛୁଆ ଅଛି ନା, ରହିବନି, ପଳେଇବ। ହେଁ ସିଏ ସାଙ୍ଗେ ସାଙ୍ଗେ ପଳେଇବ, ରହିବନି। ଷଣ୍ଢ ପଳେଇଲା। ଗୋଟେ ଗଛ ଆପଣ ଘାସ ଦେଖନ୍ତୁ ସାଙ୍ଗମାନେ, କିଜେ ଘାସ ବିଲରେ ପ୍ରବଳ ଘାସ। ଆମ ଘର ଯାଇ ସିଆଡ଼େ ସେପଟୁ ଆଇଛି। ମୁଁ ଆଡ଼େ ଗୋଟେ ଜିନିଷ ଦେଖାଉଛି ଆପଣମାନଙ୍କୁ। ଗୋଟେ ଗଛ ବିଲ ମଝିରେ ହେଇଛି। ଏ ଗଛର ରହସ୍ୟ କିଏ କହିପାରିବ ଯଦି କମେଣ୍ଟ ମାଧ୍ୟମରେ ଯେମିତି ହେଲେ କହିବ ହେଲା। ଆପଣମାନେ କମେଣ୍ଟ ମାଧ୍ୟମରେ ଜଣେଇଲେ କ'ଣ ନା ମୋର ଗୋଟେ ସାହସ ହେଉଛି ଯେ ଭାଇମାନେ ମୋ ଭିଡ଼ିଓ ଦେଖୁଛନ୍ତି। ମୋତେ ସାହସ ହେଉଛି ଆଗକୁ ଯାଇକି ଟିକେ ଭିଡ଼ିଓ ବନେଇବାକୁ। ଆପଣମାନେ କମେଣ୍ଟ ନଦେଲେ ମୁଁ ଭିଡ଼ିଓ କ'ଣ ବନେଇବି? ଆପଣମାନଙ୍କ ସାହସ ହେଲେ, ସାହସ ଦେଲେ ସିନା ମୁଁ ଭିଡ଼ିଓ ବନେଇବି ଆଗକୁ ଯିବି। ତଥାପି ଆପଣମାନଙ୍କୁ ଗୋଟେ ଦେଖାଉଛି ବଢ଼ିଆ ବଢ଼ିଆ ଜିନିଷ ହେଲା। ଏଠି ତ ଘାସ ଦେଖନ୍ତୁ, ଏଠି ପ୍ରବଳ ଘାସ। ଏଇ ଗଛ କି ଗଛ କହିପାରିବ? ସାଙ୍ଗମାନେ କହିଲେ, କହିବା ପୂର୍ବରୁ ମୁଁ କାଦୁଅରେ ପଶିଗଲାଣି। ଏଠି ଧାନ ପକାଇଛି ତଳି। ଗୋଟେ ବଢ଼ିଆ ଗଛଟେ ଦେଖ ସାଙ୍ଗମାନେ। ଏଇ ଗଛର ରହସ୍ୟ କିଏ କହିପାରିବ? ଏ ଗଛ ଏଠି କାହିଁ ଅଛି? ଗଛ ଦେଖ। ଏ ଗଛ ପତ୍ର ଦେଖି ଜାଣିପାରୁଛ କ'ଣ? କମେଣ୍ଟ ମାଧ୍ୟମରେ ଜାଣିପାରିବ। ଆଗୁଆ ହେବ, ତାପରେ ମୁଁ କହିଦେବି ଆପଣମାନଙ୍କୁ କ'ଣ ପାଇଁ ଏ ଗଛ ରୁହେ। ଏ ଗୋଟେ କେତେ ମୋଟାର ଗଛ, କୋଉ କାଳ ମୁଁ ଜନ୍ମ ନ ହେବା ପୂର୍ବର ଗଛ। ଇଏ କେଡ଼ ବଡ଼ କେଡ଼ିକିଟେ ଗଛ ହେଇଛି, ମାନେ ବେଶୀ ବଡ଼ ବି ନାହିଁ। ଦେଖନ୍ତୁ ମୁଁ ବିଲ ମଝିରେ ହେଲା। ଗଛ ଦେଖ, ଦେଖନ୍ତୁ ସାଙ୍ଗମାନେ କେତେ ବଡ଼ ଗଛ ହେଇଛି। ଆକ୍ଚୁଆଲି ଏ ଗଛର ରହସ୍ୟ କ'ଣ ଜାଣିଛନ୍ତି? ଏ ଗଛ ମାନେ ଯୋଉ ମାନେ ମଣିଷ ମଲା ପରେ ଯୋଉ ଲାଗେ, କ'ଣ ଲାଗେ ସେଇଟା? କ'ଣ ପୁଷ୍କର ଲାଗେ, ସରି ପୁଷ୍କର ଲାଗେ। ପୁଷ୍କର ଛଡ଼େଇବାକୁ ଆ ଡାଳ ଯାଏ, ଛୋଟିଆ ଛୋଟିଆ ଡାହି ଯାଏ। ଆର କ'ଣ ପତର କି ଡାହି ଯାଏ ଆର ପୁଷ୍କର ଛଡ଼େଇବା ପାଇଁ। ସେଇଥିପାଇଁ ଏ ଗଛ ଅଛି। ଏ କୋଉ କାଳର ଗଛ? କୋଉ ଭାଇମାନଙ୍କ ଗାଁରେ ଏମିତିଆ ଗଛ ଅଛି କି? କମେଣ୍ଟ ମାଧ୍ୟମରେ କେମିତି ଜଣେ କେମିତି ଗଛ ହେଇଛି ଦେଖୁଛନ୍ତି ସାଙ୍ଗମାନେ। ଏଇଟା ପୁରା ବିଲ ମଝିରେ ଦେଖ, ଆଉ କୋଉଠି ଗଛ ନଥିବ। ସିଏ ସାଡ଼େ ଯାଇ ତାଙ୍କ ବାରି ସବୁ ଶିଖରା କହିଲା ଆଉ କୋଉଠି ଗଛ ନଥିବ। ମୁଁ ଦେଖେଇ ଦେଉଛି ଧୀରେ କିନି କ୍ୟାମେରା ପୁସ୍ କରିକି। ଦେଖ କୋଉଠି ଗଛ ନଥିବ। ବିଲ ମଝିରେ କୋଉଠି ଗଛ ଅଛି ଦେଖିଲି ସାଙ୍ଗମାନେ? କୋଉଠି ଗଛ ନାହିଁ, ଗୋଟିଏ ଗଛ ଅଛି। ଆମ ବିଲ ଯାଇ ସେ ବାଉଁଶ ବୁଦା ନୁହଁ, ସେଇଠି ଅଛି ଆମ ବିଲ ଗୋଟେ। ସେଇଠି ଯୋଉ ଭେଡ଼ ଲଗାଇଛି, ଯୋଉ ଗଛ ପୋତା ହେଇଛି, ଟିକେ କାମ କରୁନାହାନ୍ତି। ସେଇ ମଉସା ଆମର ବିଲ କରିଛନ୍ତି, ସେଇଠି ଅଛନ୍ତି ତାଙ୍କ ବିଲ ପାଖରେ ଆମ ବିଲ। କୁସୁମ ଫୁଲ ଲାଗିଛନ୍ତି ଦେଖ ସାଙ୍ଗମାନେ, ଏରା ସବୁ କୁସୁମ ଗଛ ଲାଗିଛି। ଗୋଟେ କଥା, ଆଉ ଗୋଟେ କଥା ସାଙ୍ଗମାନେ ଆପଣମାନଙ୍କୁ ଦେଖେଇବି। ଏଇ ଛୋଟିଆ ଛୋଟିଆ ହଳଦିଆ ହଳଦିଆ ଗଛ ଦେଖାଯାଉଛି। ଏଇ ଗଛର କାମ କ'ଣ ଛୁଆବେଳେ ଆମେ ମନେ ଅଛି ସାଙ୍ଗମାନେ? ଆର ଏଇ କୁଗୁଡ଼ ଫଣ୍ଡ ଖଣ୍ଡିଆ ହେଇଗଲା, ଆମେ ବିଲକୁ ଆସି ଡାହି ଛିଣ୍ଡେଇକି, ଧର ଡାହି ଛିଣ୍ଡା ହେଇଗଲା, ଡାହି ଛିଣ୍ଡେଇକି ରସ ଆମ ଗୋଡ଼ରେ ଲଗାଉ, ଖଣ୍ଡିଆ ମଣ୍ଡିଆ ଜାଗାଟାରେ ଲଗାଉ। ଲଗେଇଲେ କ'ଣ ନା ବ୍ଲଡ଼ ବନ୍ଦ ହେଇଯିବ। ଆଉ କୋଉ ଭାଇ ମାନେ ଆପ୍ଲାଏ କରିଛନ୍ତି ଏମିତିଆ ବୁଦ୍ଧି? ମୁଁ ତ କରିଛି ଛୁଆବେଳେ ବହୁତ। ବିଲରେ ବୁଲାବୁଲି କରୁ, ଦୌଡ଼ା ଦୌଡ଼ି କରୁ, ଖଣ୍ଡିଆ ହେଇଯିବ। ଏଇ ଗଛ ଦେଖିଲେ ଜାଣିପାରୁଥିବେ ଏଇଟା କ'ଣ ବୟସ ଗଛ ନା କ'ଣ, ଏମିତି କୋଉ ଗଛ କୁହନ୍ତି ମନେ ପଡ଼ୁନି ନାଁଟା ବି। ଏଇ ଗଛର ଛିଣ୍ଡେଇକି ଆକୁ ଧର ଛିଣ୍ଡେଇ ଉପାଡ଼ିବନି, ଛିଣ୍ଡେଇକି ରସଟାକୁ ଗୋଡ଼ ଖଣ୍ଡିଆ ମଣ୍ଡିଆରେ ଦିଅନ୍ତି, ଯେମିତି ବ୍ଲଡ଼ ବୋହିବନି। ଏମିତି ରସଟାକୁ ଦିଆ ହୁଏ, ତାର ଗୋଡ଼ରେ ଦିଆ ହୁଏ। ଧର ଗୋଡ଼ରେ ଏମିତି ଦିଆ ହବ।
ମୁଁ ବହୁତ କରିଛି ଏଇ ଗଛ ଆମର ଦେଖ କେଯାଏ ଅଛି। ସାଙ୍ଗମାନେ ଆପଣଙ୍କ ଏରିଆରେ ଏମିତିଆ ଗଛ ଆପଣମାନେ କରିଛନ୍ତି କି ଛୁଆବେଳେ ମୋତେ ଯେମିତି ହେଲେ ଏଇଟା କହିବେ ହେଲା। ରସ ବାହାରିଲା ଏଇଠି ରସି ବାହାରିଲା, ରସ ବି ଟିକେ ଟିକେ ବାହାରୁଛି। ଆଉ ଚାଲିଛି ତ ସେକେଣ୍ଡ ମିଟିଂ ଆସିଥିଲା ଲାବ୍ରୋଡୋଟା, ଯେଉଁ ମିଟିଂଟା ଆମରି ଗାଁର ମେଲ୍ଟା, ଏଇଟା ବ୍ଲାକ୍ ମେଲ୍କୁ ହ୍ୱାଇଟ୍ ଗୋଲ୍ଡେନ୍ ମେଲ୍ ସାଙ୍ଗେ ଗୋଲ୍ଡେନ୍ ଫିମେଲ୍ ସାଙ୍ଗେ ଚାଲି ସାଙ୍ଗେ ମିଟିଂ ହେଲା। ଏଇଟା ବ୍ଲାକ୍ ଛୁଆ ଅଧେ ପଡ଼ିବେ। ଏ ଛୁଆ ମେଲ୍ ଦେଖ କେମିତି ଚାଲି ତ ଡରିକି ଆସୁନି, ଏଇ ଯେଉଁ ଖଁ ହେଲା ସେ ଡରିକି ଯାଇ ଘର ଭିତରେ। ନେ ଭାଇ ନେଲୁ ନା କ'ଣ ବା କ'ଣ କିରି କ'ଣ ବା କେମିତି ଦେଖାଯାଉଛି ସେଠି? ହଁ ଏଇଟା ମିଟିଂ ୟାର ସଇଲା, ସାଙ୍ଗେ ସାଙ୍ଗେ ସଇଲା। ଏଇଟା ବୁଲୁଛି ଟିକେ ଖାଲି ହାଁ ହେଉଛି। ମିଟିଂ ନୂଆ ମେଲ୍ଟା ନା, ଶିଖିଗଲାଣି ମିଟିଂଟା, ଆଉ ଶିଖିଗଲା। ସର୍ଟ ଟେଲ୍ ଅଛି ୟାର। ଭଲ ନାହିଁ ଏ ମିଟିଂ ସରିଲା। ଚାଲି ଦେଖିବ କୋଉଠି ଅଛି, ଚାଲି ଡରିକି ଯାଇ ଘର ଭିତରେ। ମିଟିଂ ସରିଯାଇଛି, ସେ କହୁଛି ମିଟିଂ କ'ଣ ହେଲା ଏମିତି। ଚାଲି ଆଡ଼ିକା ଚାଲି ଜମା ଆସିବନି, ଚାଲି ଆଇଲୁ ଜମା ଆସିବନି, ସିଏ ଡରିକି ଛାନିଆ ପୁରା। କାହିଁ ଏଠି ଶୋଇଛି, ମୁଁ ଏଠି ଚେୟାର ପକେଇ ଦେଇଛି। କାହିଁ ଏମିତି ନା, ଟାଇଗର ଆଗକୁ ଡେଇଁ ପାରିବନି। ସାଙ୍ଗମାନେ ମୋ ଗାଡ଼ି ବାହାରିବ ନା, ବର୍ଷା ହେଲାଣି। ମୁଁ ଗାଈକି ବିଲରେ ବାନ୍ଧିଥିଲି, ଆପଣମାନେ ଦେଖିଥିବେ, କିନ୍ତୁ ଗାଈକି ନେଇ ଆଇଲି। କାହିଁକି ଜାଣିଛନ୍ତି? ମେଘ ପ୍ରବଳ ଜୋର ଆଇଲାଣି, ଘଡ଼ଘଡ଼ି ମାରୁଛି। ମୁଁ ବି ରହିବିନି, ଯାଉଛି ଚକୋଲେଟ୍ କଲର ଫିମେଲ୍ଟା। ଏଇଟା ଏଇ ଚକୋଲେଟ୍ କଲର ଫିମେଲ୍ଟା କେମିତି ଦେଖୁଛନ୍ତି ଦେଖିବେ। ମୁଁ ଲାଇଟ୍କି ଯାଉଛି, ଦେଖନ୍ତୁ ମୁଣ୍ଡକୁ ଟେକି ଦେଉଛି ଉପରକୁ। ଏଇଟା ଫିମେଲ୍ଟା ପୁରା ଚକୋଲେଟ୍ କଲରଟା ଦେଖ। ଏ କଲରଟା ବହୁତ ଏୟାର, କିନ୍ତୁ ସାଙ୍ଗମାନେ ଏ ଛୁଆ ଗୋଟାଏ ଥିଲା, ବୁକିଂ ହେଇଥିଲା। ବାଲେଶ୍ୱର ତାଙ୍କ ଘର। ସାର୍ ଆସିବେ, ତାଙ୍କ ଫ୍ୟାମିଲି ପାଇଁ ନେବେ। ଆଉ ମୁଁ ସାରଙ୍କ ପାଖକୁ ଯାଇକି ଆପଣମାନଙ୍କୁ ଦେଖିବି। ଆଉ ଗୋଟେ ଛୁଆ କୁଆଡ଼େ ଯିବ ନା, ଜର୍ମାନ ସେପଟ ମେଲ୍ଟା ରାୟଗଡ଼ା ଯିବ। ସେ ଭାଇ କାଲି ରାତିରୁ ଆସିକି ପହଞ୍ଚିଲେଣି ଭୁବନେଶ୍ୱରରେ ବୁଲୁଛନ୍ତି, ଏନ୍ଜୟ କରୁଛନ୍ତି। ନଖରାଟେ ଆସିକି ଛୁଆ ନେଇଯିବେ। କିନ୍ତୁ ସାଙ୍ଗମାନେ ଏମିତି ଦେଖନ୍ତୁ, ମେଘ ହେଲାଣି। ମେଘରେ ବି ମୁଁ ଯଦି କାର୍ ନଥାନ୍ତା, ମୁଁ ବାଇକ୍ରେ ନେଇକି ଗଲାବେଳେ ବହୁତ ହଇରାଣ ହେଇଥାନ୍ତି। ଓଦା ମୋଦା ହେଇକି ଯାଇଥାନ୍ତି ନା। କାର୍ଟା କେତେ ସାହାଯ୍ୟ ଦେଉଛି ମୋତେ, ଦେଖୁଛନ୍ତି ସାଙ୍ଗମାନେ। ସେଥିପାଇଁ ଯାହା ଯେମିତି କରନ୍ତୁ ସାଙ୍ଗମାନେ, ଫ୍ୟାମିଲି ପାଇଁ ଯେମିତି ହେଲେ ଗୋଟେ ଛୋଟିଆ ହଉ ବଡ଼ ହଉ, ଛୋଟଟେ ବି ବହୁତ ବଢ଼ିଆ କାମ ଦେବ। ଖରା ବର୍ଷା ଶୀତରେ ଅଲ୍ଟ ହଉ ପଛେ, ଖରା ବର୍ଷା ଶୀତରେ ଇଏ ମୋତେ ସାହାଯ୍ୟ କରୁଛି ନା। ଆଉ ବର୍ଷାରେ ଏକା ଦୌଡ଼ି ଯିବି ନଖରା। ଯେଉଁ ଘଡ଼ଘଡ଼ି ବର୍ଷା ଆଇଲାଣି, ଘଡ଼ଘଡ଼ି କେତେବେଳୁ ବର୍ଷା ଆରମ୍ଭ ହେଲା, ଏବେ ପକେଇଲା। ମୁଁ ଝାଳରେ ଓଦା, କାମ ସାରି ସାଙ୍ଗେ ସାଙ୍ଗେ ବାହାରିଗଲି। ସାରଙ୍କ ପାଖକୁ ନେଇକି ଯିବି କୁକୁର ଛୁଆ ଲାବ୍ରାଡୋର। ଆଉ ରାୟଗଡ଼ାରେ ଯିଏ ଆଉଛନ୍ତି ତାଙ୍କ ପାଇଁ ନଖରା ନେଇକି ଯିବି, ନଖରା ଟିକେ ନେଇକି ଯିବି। ଜର୍ମାନ ସେପଟ ମେଲ୍ଟା, ଯେଉଁଟା 50 ଦିନ ଛୁଆ ଥିଲା। ସେଥିପାଇଁ ସବୁବେଳେ କାର୍ କିଣିଥିବେ, ରଖିଥିବେ। ବାଇକ୍ ରଖନ୍ତୁ ଆପଣ, ତା ସାଙ୍ଗରେ ବି ଗୋଟେ କାର୍ ରଖନ୍ତୁ। କାହିଁକି ନା କାହିଁ କହିଲେ ଭଲ ବାବା ବଢ଼ିଆ ଜାଗାକୁ ଯିବ ତୁ। କାହିଁକି ନା ଆପଣମାନେ ମାର କରିଥିବେ, ବର୍ଷା ହେଲେ ଆପଣମାନେ ବାଇକ୍ରେ ଯାଉଥିବେ, ଗୋଟେ ଜାଗା ଠିଆ ହେବେ। କିନ୍ତୁ କାର୍ରେ ଗଲେ ଗୋଟେ ଜାଗା ଠିଆ ହେବେନି ସାଙ୍ଗମାନେ, ଯିବେ ଆରାମରେ ଯିବେ। ସେଥିପାଇଁ କିଣିଦିଅନ୍ତୁ, ଯେମିତି ଯାହା କରି କିଣିଦିଅନ୍ତୁ। ଜୀବନ ଆଜି ଅଛି କାଲିକି ନାହିଁ। ଲାଇଫ୍ଟାକୁ ଏନ୍ଜୟ କରନ୍ତୁ। ଦେଖାଯିବ, ଯାହା ହେବ ଦେଖାଯିବ। ପଛ କଥା ଛାଡ଼, ଆଗକୁ ଯାହା ହେବ ଦେଖାଯିବ। ଆଗ କିଣିକି ଏନ୍ଜୟ କର। ସବୁ ଜିନିଷ ସବୁଥିରେ ଆଗକୁ ବଢ଼ିବାକୁ ଚେଷ୍ଟା କର। କେବେ ତଳକୁ ରୁହନ୍ତୁନି। କେବେ କାହା କହିବେନି ଯେ ସାଙ୍ଗମାନେ ମୁଁ ତା ଭଳିଆ ହେବାକୁ ଚେଷ୍ଟା କরি, ସେମିତି ନାହିଁ। ମୋ ଭଳିଆ ହେବାକୁ ଚେଷ୍ଟା କରନ୍ତୁନି ସାଙ୍ଗମାନେ। ଆପଣ ଭଲ ହେବାକୁ ଚେଷ୍ଟା କରନ୍ତୁ। ମାନେ ସବୁବେଳେ ଭଲ କାମ କରିବେ, ଭଲ ଆଗକୁ ଯିବାକୁ ଚେଷ୍ଟା କରନ୍ତୁ। ନିଜ ସାଙ୍ଗେ ଲଢ଼ନ୍ତୁ, ଅନ୍ୟ କାହା ସାଙ୍ଗେ ଲଢ଼ନ୍ତୁ, ନିଜ ସାଙ୍ଗେ ଲଢ଼ନ୍ତୁ। ବହୁତ ଆଗକୁ ଯାଆନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ। ଜର୍ମାନ ସେପଟ ଫିମେଲ୍ଟା ମୁଁ ନେଇକି ଯିବି, ସେଠି ପହଞ୍ଚିଲା ପରେ ଦେଖେଇବି, କାରଣ ଭିଡ଼ିଓ କଲ୍ ଟାଇମ୍ ବହୁତ ଲେଟ୍ ହେଇଯିବ। ଜୟ ଜଗନ୍ନାଥ ସାଙ୍ଗମାନେ। ଗୋଟେ ଛୁଆ ଦେଖ ସାଙ୍ଗମାନେ କୋଉଠି ବଇଛି, ଆଉ ଗୋଟେ ଛୁଆ ଏଇଠି ଅଛି। ଏଇ ତଳେ ସେଇଠି ବସୁନୁ। ସିଏ କ'ଣ କରୁଛି, ତଳୁ ଡେଇଁ ପଡୁଛି, ଉପରୁ ଗଳି ପଡୁଥିଲା ତଳେ, ଉପରେ ବସିଲା ବେଳକୁ। ସେଥିପାଇଁ ତାକୁ ତଳେ ବସେଇଛି। ଆଉ ଗୋଟେ ଛୁଆ ସାଙ୍ଗମାନେ ଦେଖନ୍ତୁ, ଆ ଭିତରେ ରଖିଛି। ଦିଟାକ ଛୁଆ ଯିବେ। କ୍ୟୁଟ୍ ଜର୍ମାନ ସେପଟା ଗଲା। ମୁଁ ଗାଡ଼ିରେ ବାହାରିଗଲି ମୋର କୋଉଠିକି, ନଖରା। ସେଠି ଯାଇକି ଆପଣମାନଙ୍କୁ ଦେଖଉଛି। ଓକେ ସାଙ୍ଗମାନେ, ମୁଁ ଏକା ସାଙ୍ଗେ ସାଙ୍ଗେ ଆସିକି ନଖରାଠି ପହଞ୍ଚିଗଲାଣି। କିନ୍ତୁ ନାଲି କାର୍ଟା ମୋତେ ମୁଁ ଆଗକୁ ଓଭରଟେକ୍ କରି ଯାଇଛି, ମୋତେ ଆଉ ବାଟ ଛାଡ଼ିଲାନି। ମୁଁ କହିଲି ନାଇଁ, ଧୀରେ ଧୀରେ ଯିବା। ଆଉ ରାସ୍ତାଟା ବି ବାଗ ନଥିଲା, ନଖରା ରୋଡ଼ ବି ଖଣ୍ଡିଆ ମଣ୍ଡିଆ ହେଲାଣି। ମୁଁ ପୁରା ନଖରା ବୋର୍ଡ଼ ଦେଖାଉଛି, ନଖରାଠି ପହଞ୍ଚିଗଲି। ଟିକେ ସାଙ୍ଗେ ସାଙ୍ଗେ ପହଞ୍ଚିଗଲି। କିନ୍ତୁ ଦୁର୍ଭାଗ୍ୟର କଥା ସାଙ୍ଗମାନେ, ଭିଡ଼ିଓଟା ମୁଁ କରିପାରିଲିନି। କ'ଣ ପାଇଁ ନା,
जो भाई की देइथिली भिडियोटा करिया से वीडियो कलाळू तांकर एई भाई की देइथिली भिडियोटा करिया किंतु से मौसांकर जो सार आस्थिले तांकर वीडियो मु सेठी माइक चेक कलाळू वीडियो करबी कोन से जेतले वीडियोटा हाथ बाजी काट दैछन। भाई जय जगन्नाथ। जय जगन्नाथ। भाई आपन नाटा मुकेश भाई। मुकेश भाई मुकेश भाई आस्थिले तांकर जर्मन सपोर्टटा नेबे बेली भाई कोउट आस्थिले बलांगीर आस्थिले। बलांगीर आस्थिलो भाई बलांगीर आस्थिले माने बलांगीर एटु केते किलोमीटर होइगला 330-40 किलोमीटर जो 340 किलोमीटर भाई आइछन्ती पुणी ट्रस्ट करगी सेटु पुणी पैसा पकेइछन्ती केते एडवांस देइछो 5000 रुपया 5000 एडवांस देइ गइछन्ती भाई माने एइटु लोकल ले थाइकी माने कटक भुवनेश्वर भाई माने से माने कहउछन्ती कोन ना भाई 1000 टका 500 टका आपनको आमे बुकिंग करिवु आमको यदि फ्रॉड कर दो भाई आउसन 300 किलोमीटर किछि नहीं विश्वास केन देला विश्वास देखि के YouTube रे देखो जो इंस्टा रे देखो जो फेसबुक रे देखो जो सब तो देखो आ गोटे कथा भाई मेन कथा भाई कोटा गोटे छुआ मझिरे आसी नहीं गोटे छुआ ने से तार छुआ टिके छोट थिला कोनटा नहीं जर्मन सब सेडा रे जर्मन सब छुआ भाई आसी की थरे लेकी जाइछन तापरे तार डाइजेशन प्रॉब्लम हला बोधे डाइजेशन प्रॉब्लम हला से कोन हला से घर को गला माने घरु जिया पर शीत दिन नहीं थिला खरा दिन खरा दिन 2 मास तले नहीं थिली आ 2 मास तले नहीं थिली 2 मास हो हां 2 मास हो 2 मास हिजो भाई रो 2 मास तले नहीं थिले भाई गोटे छुआ नहीं थिले से जर्मन सेपट छुआटा मरी गला डेथ करि गला भाई डेथ करि गला से तले जर्मन सेपट छुआटा से नहीं थिले से तले 15000 टका दे छुआ नहीं थिला व्यापारी हंडू आस्तले ताकर पसंद हेतिला किन छुआटा खतरनाक छुआ थिला खतरनाक बहुत बढ़िया देखाय बड़ा देखाउतला बड़ा देखाउतला बहुत बढ़िया भाई तापर कहले जे आमे मते छोट छुआ दकाने भाई बहुत मन दुख कली ताको मन दुख मते मन दुख लागला किंतु तापर कहले मते बड़ छुआ दकारे माने एमते छुआ टिके बड़ एमते छुआ दकार सेटा पूरा छोटियाटे थिला एटा बड़ छुआटा थिला भाई कर ए छुआटा पसंद हला एटा केमति कोन पसंद हला बहुत बढ़िया अछि बहुत बड़ा देखा जाय छै मेलटा ना फीमेलटा मेलटा केमता प्राइस नेला प्राइस भलो अछि प्राइस भलो अछि भाई सेठु आछंती बलांगीर रु आछंती कटक फुलनकरा रु आसी छुआ नेकी आछंती माने 340 किलोमीटर रहिसन भाई केंत भाई कोन कहै छै समस्त आसी नियंतो समस्त भाई बोल रेड दोछंती सब ठीक अछि भाई जदी ट्रस्ट अछि हैं छुआ माने सब भला छंती छुआ एक्टिव अछि हां पूरा रेडी अछि तो आको जहा को जेमति जहा कहयो पूरा सेंस सुनियो हां आको एबे जमा खाइयो दबनी आको पूरी मेडिसिन ता नियति दबो होला बांती कर देइस तो बांती कर देला पर से तार एमतिया नले छुआटा आउरी परफेक्ट थिला आ भाई कर बास्केट ताको तो भाई एत बाटर आइसन ताको बास्केट फ्री आदर पूरे दियो छुआटा रही था से कपड़ाटा दे दवा कपड़ाटा देकी छोटा पूरे दवा ना कौन हाँ आपण मैंने आसतु छुआ नहीं जातु भाई जमी ट्रस्ट कर बहुत बाटर आसती आसी कि बस पठेबनी बस किसी नहीं बस आराम से पठेदेवी छुआ जाऊ बाटर जा गला मर जाऊ भाई कह मारदे छुआ मुझे बस पठानी जी आसा चाहो घर टी आस लोकेशन कटक जी आसा चाहो घर टी आस ना फुलनकरा कटक फुलनकरा आस छुआ नहीं जाओ।